ହାଏ ହ୍ୟାଲୋ ଜୟ ଜଗନ୍ନାଥ। ମୁଁ ଏଠି କ'ଣ କରୁଛି ଆସନ୍ତୁ ଦେଖିବା। ମୁଁ ଏଠି କିଛି କଞ୍ଚା କଦଳୀ ନେଇଯାଇଛି। ସେ କଞ୍ଚା କଦଳୀକୁ ଏମିତି ଚୋପା ଛଡ଼େଇ ଦେଖନ୍ତୁ ମୁଁ ଗୋଟେ ବାଲ୍ଟିରେ ହଳଦୀ ଆଉ ପାଣିକି ରଖିଦେଇଛି। ଯଦି ଆପଣ କଞ୍ଚା କଦଳୀ ହଳଦୀ ପାଣିରେ ନ ରଖିବେ ସେ କଦଳୀ ଗୁଡ଼ା କଳା ହେଇଯିବ। ତାକୁ ହଳଦୀ ପାଣି ଲୁଣ ଦେଇ ତାକୁ ସିଝେଇ ନେଇଛି କିଛି ସମୟ। ପୁରା ଦେଶୀ ଷ୍ଟାଇଲ ପ୍ରସ୍ତୁତ ଚୁଲିରେ ସିଝେଇ ନେଇଛି। ତାପରେ ଗୋଟେ ଗ୍ରାଇଣ୍ଡରରେ ଜିରା ରସୁଣ ସୋରିଷ ଟମାଟୋ ଏସବୁ ନେଇକିରି ଭଲ ଭାବରେ ତାକୁ ଗ୍ରାଇଣ୍ଡିଙ୍ଗ କରି ନେଇଛି। ଦେଖନ୍ତୁ ଗୋଟେ ଟମାଟୋ ପକେଇକି ତାକୁ ଭଲ ଭାବରେ ଗ୍ରାଇଣ୍ଡର କରି ନେଉଛି। ପୁରା ପତଳା ପେଷ୍ଟ ବନେଇବା। ଦେଖିପାରୁଥିବେ ମୋର ଏଠି ବେଟର ଭଲ ଭାବରେ ରେଡି ହେଇଯାଇଛି। ତାପରେ ଦେଖନ୍ତୁ ମୁଁ ଏଠି ମୋର ସିଝା କଦଳୀକୁ କାଢି ନେଇଛି। ସିଝା କଦଳୀ କାଢି ସାରି ତାକୁ ଏମିତି ଛୋଟ ଛୋଟ କରି କାଟି ନେଇଛି। ଆପଣ ଦେଖିଲେ ନା ମୁଁ କେତେ ଛୋଟ ଛୋଟ କରି କାଟିଛି। ତା ସାଙ୍ଗେ ଅଳ୍ପ ଟିକେ ବେସନ, ତା ଫୁଟଣ, ଭୃଷଙ୍ଗ ପତ୍ର, ଦହି ଆଉ ମୋର ଏଠି ବଟା ମସଲା ଦେଖିପାରୁଥିବେ। କଡ଼େଇରେ ଅଳ୍ପ ତେଲ ନେଇଯାଇଛି। ତେଲ ନେଇଯିବା ସାଙ୍ଗକୁ ତା ସହିତ ଆମେ ପଞ୍ଚ ଫୁଟଣ ନେଇଯାଇଛି। ପଞ୍ଚ ଫୁଟଣ ଫୁଟି ସାରିଲା। ପଞ୍ଚ ଫୁଟଣ ମାନେ ଜାଣିଛନ୍ତି ନା? ଦେଖନ୍ତୁ ମୋର ଏଠି ପଞ୍ଚ ଫୁଟଣ ଭଲ ଭାବରେ ଫୁଟି ଯାଇଛି। ମୋର ଫୁଟଣ ଫୁଟି ସାରିଲା ପରେ ମୁଁ ଏଠି ଭୃଷଙ୍ଗ ପତ୍ରକୁ ନେଇଯାଇଛି। ଆପଣ ଦେଖିପାରୁଥିବେ ଭୃଷଙ୍ଗ ପତ୍ର ଉପରେ ମୁଁ ହଳଦୀ ମରିଚ ଗୁଣ୍ଡ ପକାଇ ଏବଂ ସୋରିଷ ଜିରା ରସୁଣର ମୁଁ ଏଠି ଯେଉଁ ପେଷ୍ଟ ବନେଇଥିଲି ସେଇ ପେଷ୍ଟକୁ ଭଲ ଭାବରେ ପକାଇ ନେଉଛି। ପକାଇ ସାରି ତାକୁ ଭଲ ଭାବରେ ଗୋଳେଇ ନେଉଛି। ତାକୁ ଅଳ୍ପ ଟିକେ ପାଣି ନେଇଯାଉଛି ଯେହେତୁ ସେ ଭଲ ଭାବରେ ବେଟରଟା ପତଳା ହେଇକରି ଗୋଳେଇ ହେଇଯିବ। ଆପଣ ଦେଖିଲେ ନା ମୁଁ କେତେ ସୁନ୍ଦର ଭଲ ଭାବରେ ଗୋଳେଇ ନେଉଛି ଏବଂ ତାର କଲର ମଧ୍ୟ କେତେ ସୁନ୍ଦର ଆସିଛି। ଆପଣ ଦେଖନ୍ତୁ ତା ସାଇଡରେ ମୁଁ ଅଳ୍ପ ଦହି ନେଇଥିଲି। ସେଇ ଦହିକି ସେଇ ପେଷ୍ଟ ଉପରେ ଗୋଳେଇ ରଖିଥିବା ପେଷ୍ଟ ଉପରେ ପକାଇ ତାକୁ ଭଲ ଭାବରେ ଟିକେ ଗୋଳେଇ ନେଉଛି। ଆପଣ ଅପସନାଲ ଦହି ପସନ୍ଦ ଥିଲେ ପକେଇବେ, ନହେଲେ ବି ନାହିଁ। ମୋତେ ଯେହେତୁ ଦହି ପସନ୍ଦ ମୁଁ ସେଥିପାଇଁ ଏଠି ଦହି ନେଇଯାଇଛି। ଦହି ନେବା ପରେ ମୁଁ ବେସନ ପାଣି ଟିକେ ଗୋଳେଇକିରି ସେ ବେଟର ଉପରେ ପକେଇ ନେଉଛି। ଆପଣ ଦେଖିବେ ଦହି ବେସନ ପକେଇ ସାରିଲା ପରେ ମୁଁ ମୋର କଦଳୀକୁ କାଟି ରଖିଥିଲି, ଏମିତି ଛୋଟ ଛୋଟ କରି କାଟି ରଖିଥିଲି। ତାକୁ ଦେଖନ୍ତୁ ମୁଁ ଏମିତି ଭଲ ଭାବରେ ମୋର ସେଇ ପେଷ୍ଟ ଉପରେ ଭଲ ଭାବରେ ପକେଇ ନେଇଛି। ମୁଁ ଏଠି ପିଆଜ ନେଉନି, କେବଳ ବଟା ମସଲାରେ ହିଁ ମୁଁ ଏଠି ମୋର ପ୍ରସ୍ତୁତ କରୁଛି। କଞ୍ଚା କଦଳୀର ଗୋଟେ ନୂଆ ଆଇଟମ ଦେଖିପାରୁଥିବେ। ମୁଁ ଏଠି ବେଟରକୁ ଭଲ ଭାବରେ କଦଳୀ ସହିତ ଗୋଳେଇ ନେବା ପରେ ତାକୁ ଅଳ୍ପ ଟିକେ ପାଣି ଦେଇକି ତାକୁ କିଛି ସମୟ ଘୋଡ଼େଇବାକୁ ରଖିଦେଇଛି। ଯେହେତୁ କଦଳୀ ଆଉ ବେଟରଟି ଭଲ ଭାବରେ ସିଙ୍କ ହେଇଯିବ। ଦେଖିପାରିଲେ ନା କଦଳୀ ମୋର ପ୍ରସ୍ତୁତ। ଏଠି ମୋର ନୂଆ ଗୋଟେ ରେସିପି ପ୍ରସ୍ତୁତ, କଞ୍ଚା କଦଳୀ କଢ଼ି। ଦେଖନ୍ତୁ କେତେ ସୁନ୍ଦର ଆଉ କେତେ ଦେଶୀ ପ୍ରଣାଳୀରେ। ଆମର କିଛି ନୂଆ ନାହିଁ ଆଜ୍ଞା, ପୁରା ଦେଶୀ ପ୍ରଣାଳୀ। ବିନା ପିଆଜ ରସୁଣରେ ବି କଲେ ବହୁତ ଟେଷ୍ଟି ଲାଗେ। ଆପଣ କଦଳୀ ପସନ୍ଦ ନଥିଲେ ମଧ୍ୟ ଆପଣ ଆକୁ ବାରମ୍ବାର ମାଗିକି ଖାଇବେ। ଥରେ ଏମିତି ପ୍ରସ୍ତୁତ କରନ୍ତୁ କଞ୍ଚା କଦଳୀ କଢ଼ି। ଆପଣ ଜାଣିଲେ ନା। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓ ଶେଷ ଯାଇ ଦେଖନ୍ତୁ। ଆଉ ଲାଇକ୍ କମେଣ୍ଟ ସେୟାର ଆଉ ସବସ୍କ୍ରାଇବ କରିବେ। ରହିଲି, ଜୟ ଜଗନ୍ନାଥ।